କହୁଛି ସତ୍ୟ ଦଉଛି ତଥ୍ୟର ୟୁଟ୍ୟୁବ୍ ଚ୍ୟାନେଲର ମୁଁ ହେଉଛି ପ୍ରଯୋଜକ ବା ସେଇ ଚ୍ୟାନେଲଟିକୁ ମୁଁ ଆରମ୍ଭ କରିଛି। ଆଉ ମୋ ନାଁ ମଧ୍ୟ ସତ୍ୟଜିତ। ମୁଁ ସତ୍ୟଜିତ କହୁଛି ତଥ୍ୟ ଦଉଛି ତଥ୍ୟ। ଯିଏ ବସିଛନ୍ତି ସେଇ ଅନୁଷ୍ଠାନର ବା ଏଇ ମନ୍ଦିରର ମାନେ ମୁଖ୍ୟ ସମସ୍ତ ଦାୟିତ୍ୱରେ ଅଛନ୍ତି। ସେ ମାଙ୍କ ବିଷୟରେ ଯାହା ସାଧାରଣ ଜନତା ଜାଣିବାକୁ ଉତ୍ସୁକ ସେ ବିଷୟରେ ଆପଣମାନଙ୍କୁ ଆଲୋକପାତ କରିବେ। ପ୍ରଣାମ କୁହନ୍ତୁ। ଜୟ ଜଗନ୍ନାଥ। ଆପଣ ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା ନମତସ୍यै 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 ନମୋ ନମଃ। ଦୁଃଖ୍ୟବାସିନୀ ବିଦ୍ମହି ବାଲି ଭୁଆସୁନି ଧୀମହି ତନ୍ନ ବନ ଦୁର୍ଗେ ପ୍ରଚୋଦୟାତ୍। ମା ଭୁଆସୁନି ଦେବୀ ସବୁ ଦେବୀ ମାନଙ୍କ ମଧ୍ୟରୁ କଟକର ଅନ୍ୟତମ। ଏ ଦୈବୀପୀଠ ପ୍ରକୃତି ଏବଂ ସବୁ ଜିନିଷକୁ ନେଇ ଭରିପୂର୍ଣ୍ଣ ଥିବାରୁ ଆକୁ ପ୍ରକୃତି ରୂପିଣୀ ମା ଭୁଆସୁନି ବୋଲି କୁହାଯାଉଛି। ଯାହାକୁ ଆମର ସଂସାରରେ ସମସ୍ତେ ଜାଣିଛନ୍ତି ଯେ କାମାକ୍ଷା ଆସାମର ଯେଉଁ କାମାକ୍ଷା ଦେବୀ, ସେଇ କାମାକ୍ଷା ଦେବୀ ତାଙ୍କର ତନ୍ତ୍ର ବଳରେ ସିଏ ଏଇ ମାଙ୍କ ପୀଠରେ ଆସି ଆବିର୍ଭାବ ହୋଇଛନ୍ତି। ତାଙ୍କୁ ରଖିବାର ଏକମାତ୍ର ଉପାୟ ନିତେଇ ଧୋବଣୀ ବୋଲି ଯେଉଁ ଆପଣଙ୍କର ଦୈବୀ ଶକ୍ତି ଅଛି ବା ଦେବୀ, ସିଏ ଆମ ମହାନଦୀର ମଝି ଗର୍ଭରେ ଏକ ଗୁଡୁରି ପାହାଡ ବା ଯାହାକୁ ଗରୁଡ ପାହାଡ ଉପରେ ସେ ତାଙ୍କର ବିସ୍ଥାପନା କରି ଲୁଗାପଟା ମାଙ୍କର ଦେବତା ମାନଙ୍କର ଧୃତ କରୁଥିଲେ ଏବଂ ତାଙ୍କ ନିଜ ଗୋଡକୁ କାଠ ସ୍ୱରୂପ ଚୁଲି ଭିତରେ ପୁରେଇକିନି ସବୁ କାର୍ଯ୍ୟକ୍ରମ କରୁଥିଲେ। ସେଇ ସମୟରେ ପିତେଇ ଧୋବଣୀ ପିତେଇ ସବରୁଣୀ ମାଙ୍କୁ ଉଡେଇ ଉଡେଇ ଆଣୁଥିବା ବେଳେ ତାଙ୍କ ଦେହରେ ଛାଇ ପଡିବାରୁ ସେ ତାଙ୍କୁ ଭକ୍ତି ବଳରେ, ଯୋଗ ବଳରେ ଏବଂ ଜପ ବଳରେ ମାଙ୍କୁ ଏଠି ଆବିର୍ଭାବ କରାଇଲେ। ତାପରେ ମାଙ୍କର ସେ ଯୋଉ ବୃକ୍ଷଟି ହେଲା ସେ ଅଚିହ୍ନା ବୃକ୍ଷ, ଯାହାକୁ କେହି ଆଜି ପର୍ଯ୍ୟନ୍ତ ଚିହ୍ନି ନାହାନ୍ତି। ସଂସାରରେ ସବୁ ସେ ବୃକ୍ଷର ମାନେ ଗୁଣ ତତ୍ତ୍ୱ ଟିକେ କୁହନ୍ତୁ। ସଂସାରର ସବୁଠୁ ସମସ୍ତେ କିଛି କିଛି ଦିନ ଅଧିଆ ପଡ଼ିଲେ ତା ଚିହ୍ନଟ ହୋଇଯାଏ। କିନ୍ତୁ ଆଜି ଏ ବହୁ ବର୍ଷ ଅଚ୍ୟୁତଙ୍କ ଲେଖା ଏଇ ହଜାର ହଜାର ବର୍ଷର ଏ ଆଜି ପର୍ଯ୍ୟନ୍ତ ଅଚିହ୍ନା ବୃକ୍ଷ ବୋଲି ରହିଛି। ଏହାର କିମ୍ବଦନ୍ତୀ ରହିଛି ଯେ ଏ ଗଛ ବୁଡ଼ିବ ଯେବେ କଟକ ବୁଡ଼ିବ ସେବେ। ଏଇଟା ଅମର ଜୁମର ସହିତରେ ଲେଖା ହେଇଛି। କଟକ ବାରଣାସୀ ଲୀଳା କରିବେ ପ୍ରଭୁ ଚକାଡୋଳା, ଭୁଆସୁଣୀଙ୍କ ସଙ୍ଗେ ମେଳ ହୋଇବେ ମହାନଦୀ କୂଳ, ଭକତ ହିତେ ଚହୁବା ଭୁଆସୁଣୀ ହେବେ ଭକ୍ତଙ୍କୁ ସାହା। ଆର ଅର୍ଥ, ଯେତେବେଳେ ମହାପ୍ରଭୁଙ୍କର ଅଚ୍ୟୁତାନନ୍ଦଙ୍କର ଲେଖା ମହାପୁରୁଷ ସେ ଯୋଉ ଗୁରୁ, ତାଙ୍କ ଲେଖା ଯେବେ ସମ୍ପୂର୍ଣ୍ଣ ହବ, ଧବଳେଶ୍ୱରରେ ଲକ୍ଷେ ସାଧୁ ଏକତ୍ର ହୋଇ ତାଙ୍କ ଧବଳେଶ୍ୱରଙ୍କ ତଳେ ଥିବା ମଣୋଇ ଘିଅ ସେଠୁ ବାହାର କରାଯିବ। ସେ ଦକ୍ଷ ଯଜ୍ଞ ସେଠି ଆରମ୍ଭ ହେବା ଭିତରେ ଭୁଆସୁଣୀଙ୍କ ପାଖରେ ସେ ସାଧୁ ଆସି ପହଞ୍ଚି ମାଙ୍କର ବନ୍ଦାପନା କରି କଳିକିରାମ ଆମର ଯୋଉ ଅଚ୍ୟୁତ ଗହଣ ଦଳ ରହିଛି କଳିକିରାମ, ତାଙ୍କୁ ବନ୍ଦାପନା କଲେ। ଏଠୁ ମହାପୁରୁଷ କଳିକିରାମଙ୍କୁ ବନ୍ଦାପନା କରିସାରିଲା ପରେ ଜୋବ୍ରାରେ ଲକ୍ଷେ ବଳିର ସମାରୋହ ହୋଇଥିବ। ସେଇ ସମୟରେ ମା ସବୁ ଭକ୍ତଙ୍କୁ କାନି ତଳେ ପୁରେଇ ଆଉ କଳିକିରାମଙ୍କୁ ଆବାହନ କରି ଜୋବ୍ରା ପର୍ଯ୍ୟନ୍ତ ମା ତାଙ୍କୁ ବିଦା କରିବେ। ସେଇ ସମୟରେ ମା ପଣତ କାନି ତଳେ ରହିଥିବା ଲୋକ ହିଁ ଏ କଳିରେ ଆପଣଙ୍କୁ ଯୋଉ ଲେଖା ହେଇଛି, ଉତ୍ତରୁ ଗାଜିବ ଦକ୍ଷିଣେ ସାଜିବ ପୂର୍ବେ ନ ରହିବେ କେହି, ଝାଡ ବାଡ ହୋଇ ବତାସ ହୋଇକି ଝାଡ ବାଡ ହୋଇ ପଶ୍ଚିମେ ବିହନ ସେଇ ଓଢଣୀ ତଳେ ରହିଥିବା ଯେତିକି ଯାକ ଭକ୍ତ ସେଇ ହଉଛନ୍ତି ବିହନ। ଏମିତି ସବୁ ଦେବୀ ମାନଙ୍କ ପୀଠରେ ସବୁ ସବୁ କିଛି 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 ଅଂଶ ଏମିତି ଲେଖା ହେଇ ଏଇ ଯୋଉ ଭକ୍ତ ଗୁରା ଏକାଠି ହେଇଥିବେ ସେତିକିବେଳେ ଇଏ ଗୋଟେ ସୁପ୍ରଭାତ ବା ଯାହାକୁ ଆପଣ କହୁଛନ୍ତି ସତ୍ୟର ପ୍ରଭାତ ସେଇଦିନ ସୃଷ୍ଟି ହୋଇବ। ଏଇ କଳ୍କି ସଂହାରରେ ମେଲ୍ଛ ସଂହାର ହେବେ ଏବଂ ମା ସବୁ ସତ୍ୟ ପ୍ରତିଷ୍ଠା କରାଇବ। ଇଏ ହଉଛି ମାଙ୍କର ଗୋଟେ କିମ୍ବଦନ୍ତୀ ଆଗାମୀ ଆଗକୁ ଯୋଉ ରହିଛି। ଆଉ ଏଇ ଯୋଉ ବୃକ୍ଷ, ଏ ବୃକ୍ଷ ଊର୍ଦ୍ଧ୍ୱମୂଳମ୍ ମଧ୍ୟ ଶାଖା ଯାହା ଗୀତା କହୁଛି, ଏଇ ଗଛର ମୂଳ କେତେ ବାଟ କେହି ଜାଣିନି, ମଝିରୁ ଉପରୁ କେତେ ବାଟ ଆଉ ସେ ତ ବଢୁନି ସେତିକି ଆମେ ଯାହା ଦେଖୁଛୁ। ଆମ ପୁଅ ବି ଦେଖିବ ସେତିକି, ତାଙ୍କ ପୁଅ ବି ଦେଖିବ ସେତିକି। ଇଏ ମାଙ୍କର ଗୋଟେ ଅଲୌକିକ ଶକ୍ତି। ସବୁ ଦେବୀ ମଧ୍ୟ ଭିତରୁ ଏ ଦେବୀ ହଉଛନ୍ତି ଭୂଦେବୀ, ଯାହାକୁ ଜଗନ୍ନାଥଙ୍କର ଶ୍ରୀଦେବୀ ଭୂଦେବୀ ରୂପେ ଆପଣ ଜାଣୁଛନ୍ତି।
ଇଏ ହଉଛନ୍ତି ସେଇ ଭୂ ବା ଭୁଆଶୁଣୀ ଦିବେଇ, ଯାହାଙ୍କର ଆୟୁଧ ହଉଛି ଆମର ଭୂ, ଯାହାକୁ ଆପଣ ଅକ୍ଷରରେ ଦେଖୁଛନ୍ତି ଭୂ, ସେ ହଉଛନ୍ତି କାଳୀଙ୍କ ମା ମହାକାଳୀଙ୍କର ଖଡ୍ଗ। ତେଣୁ ଆମେ ସମସ୍ତେ ଏଇ ଭୂ ବା ଭୂମି ଉପରେ, ଏଇ ଖଡ୍ଗ ଉପରେ ଯିବା ଆସିବା ବା ଜୀବନ ଯାପନ କରୁଛୁ। ଯେବେ ମାର ସେ ସମୟ ଆସେ, ମଣିଷ ତା ଦେହରେ ଲିପ୍ତ ହେଇଯାଏ, ଯାହାକୁ ଆପଣ ମାନେ ମୂର୍ତ୍ତ ବୋଲି କହୁଛନ୍ତି। ତେଣୁକରି ମା ବହୁ ଦୟାଳୁ ଏବଂ ବହୁ ରାଗୀ। ଆପଣଙ୍କ ପ୍ରକୃତି ରୂପରେ ଇଏ ସବୁ ମାନେ ପଞ୍ଚଭୂତ ଭିତରେ ଇଏ ହଉଛନ୍ତି ପ୍ରଥମ ଦେବୀ, ଯାହାକୁ ଆପଣ ମାଟି ବୋଲି କହୁଛନ୍ତି। ଏଇ ମାଟିରୁ ପିଣ୍ଡ ସୃଷ୍ଟି ହୁଏ। ଏଇ ମା ହଉଛନ୍ତି ଜନ୍ମର ମୂଳ ଧାତ୍ରୀ। ଅଧିକ କିଛି ସୂଚନା ଯେମିତିକି ସାଧାରଣ ଲୋକ ଯୋଉମାନେ ଆସିପାରିନାହାନ୍ତି, ଆଜ୍ଞା, ବହୁତ ଇଚ୍ଛା କରିଛନ୍ତି ଏ ପୀଠକୁ ଆସିବେ, ଟିକେ ମାଙ୍କର ଦର୍ଶନ କରିବେ। ଏ ମାଙ୍କର ଅଲୌକିକ ହଉଛି, ଯିଏ ବି ନ ଆସି ପାରୁଛନ୍ତି, ସେ ଯଦି ଏ ମାଙ୍କ ନାଁରେ ଗୋଟେ ସଞ୍ଜ ସଳିତା ତାଙ୍କ ଚଉରା ମୂଳେ ଦେଇ ଏ ଭୁଆଶୁଣୀ ଦେବେଇ, ମୋ ପିଲାର ଦେହ ଭଲ କର, ମୋର ଏ ପରିବାର ସବୁ ସୁଖ ଶାନ୍ତି କରା, ଶୁଭ ମଙ୍ଗଳ କର କହି ଯଦି ଗୋଟେ ସଳିତା ସେ ଦେ, ତାହେଲେ ଆଉ 5ଟା ଗୁରୁବାର ଭିତରେ ସେ ତାର ଫଳ ନିଶ୍ଚିତ ପାଇବ। ଏ ବହୁ ଭକ୍ତଙ୍କର ଏ ଅନୁଭୂତି। ଆଉ ମାଙ୍କର ଇଏ ହଉଛି, ଯେତେ ଆପଣ ତନ୍ତ୍ର ହଉ, ମନ୍ତ୍ର ହଉ, ଯନ୍ତ୍ର ହଉ, ଆପଣ ଯଦି ସେଇଠି ଗୋଟେ ଖାଲି ଆଙ୍ଗୁଠିଟିଏ ବୁଡେଇ ଦେଇ ମଧ୍ୟ ଯଦି ପତର ମାଙ୍କର ନ ପାଇଲେ, ତାହେଲେ ନିତେଇ ଧୋବଣୀ ପିତେଇ ସବୁଣି ମା ଭୁଆଶୁଣୀଙ୍କର ଆ ଦେହ ଭଲ ହେଇଯାଉ ଯାଉ ବୋଲି କୋଟି କୋଟି ଆଜ୍ଞା, କୋଟି କୋଟି ଆଜ୍ଞା, କୋଟି କୋଟି ଆଜ୍ଞା। ଇଏ ହଉଛନ୍ତି ପଦ ଦେବୀ। ଯେମିତି ଆପଣଙ୍କର ସାପ ଗାତରୁ ବାହାରିବା ପୂର୍ବରୁ ଆପଣଙ୍କର ତାକୁ ବାଡିରେ ଖେଞ୍ଚିଲେ ବାହାରିବ ନା, କୋଉଥିରେ କିଛି କଲେ ବାହାରିବ ନା, ତାର ଗୋଟେ ପଦ ଅଛି। ଦିନେ ବନମାଳି ଯାଇଥିଲୁ ଫୁଲ ତୋଳି, ତ ପୟରେ ନ ଲାଗେ ଦୋଳି, କଂସର ଗରଣୀ ଘେନ ପଦ୍ମବତୀ ରାଣୀ। ଇଏ ଯେମିତି ପଦ, ଏ ମାଙ୍କର ସବୁ ସେମିତି ପଦ। ପଦ ପଦକେ ଏ ଅମୃତ ଯୋଉ, ଏ ମାଙ୍କର ପଦ ପଦକେ କଥାରେ ମା ତାର ଲୋକଙ୍କର ମନୋବାଞ୍ଛା ପୂର୍ଣ୍ଣ କରିଦିଏ। ମା ଏଇ ଲୋକଙ୍କ କଥା ବା ପଦ ପଦ କଥାକୁ ଶୁଣିବାକୁ ଭଲ ପାଏ, ମନ୍ତ୍ର ଶୁଣିବାକୁ ଭଲ ପାଏ ନା। କାହିଁକିନା ସମସ୍ତେ ମନ୍ତ୍ରର ଆରାଧ୍ୟ ଭିତରେ ନଥାନ୍ତି। ଏ ଦେବୀ ସମସ୍ତଙ୍କର, ଆମର ଗୁପ୍ତ କଥା ହଉଛି, ଯେତେବେଳେ ନିତେଇ ଧୋବଣୀ ଆଉ ପିତେଇ ଶ୍ରବଣ ଭିତରେ କିଛି କଥୋପକଥନ ହୁଏ, ମାଙ୍କ ପାଖରେ ଗୋଟେ ହୁଙ୍କାର ସୃଷ୍ଟି ହୁଏ। ଏପଟେ ଜଣେ କହୁଥିବ ହୁଁ, ସେପଟେ ଜଣେ କହୁଥିବ ହୁଁ। ଏଇ ଯୋଉ ହୁଁ ହୁଁ ହୁଙ୍କାର ବିକଟ କରଳା ବଦନା, ଏଇ ଯୋଉ ହୁଁ ଶବ୍ଦ ଭିତରେ ଯୋଉ ରହିଛି, ହନୁମାନ ଯାଇ ସମୁଦ୍ର ପାର ହୋଇଥିଲେ, ଏଇ ହୁଙ୍କାର ଶବ୍ଦ ଭିତରେ ମାଙ୍କ ପାଟିରୁ ଯୋଉ ଜ୍ୱାଳା ବାହାରି 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 ଯୋଉ ନିଆଁ ମୁଖା ବାହାରି, ଦେବତା ମାନେ ବି ଭୟ କରେ ସେ ହୁଙ୍କାର ଶବ୍ଦରୁ ସାମ୍ନା କରିବାକୁ ମାଙ୍କୁ। ତେଣୁ ଏଇ ମା ଭୁଆଶୁଣୀ ହଉଛନ୍ତି ହୁଙ୍କାର ରୂପିଣୀ। ଆପଣଙ୍କର ହିଂ ବିଜା ମନ୍ତ୍ରକ୍ଷାରୀ, ବିଦ୍ୟା ଦାନକାରୀ, ହରି ସହଚରୀ, ଯୋଗେଶ୍ୱରୀ। ଏ ମା ହଉଛନ୍ତି ନିଜେ ସରସ୍ୱତୀ, ନିଜେ ଯୋଗେଶ୍ୱରୀ, ନିଜେ ମହାଲକ୍ଷ୍ମୀ, ଦାରିଦ୍ର ନଳ ଧ୍ୱଂସିନୀ, ନିଜେ ବି ହିଁ ଭଗବତୀ, ଯାହାକୁ ଆପଣ ଭୂଦେବୀ ଭୁଆଶୁଣୀ କହୁଛନ୍ତି। ମାନେ ଆପଣ ମାନେ ଦେଖନ୍ତୁ, ଆମର ଏଇ ଚ୍ୟାନେଲରେ ଏଇ ଯୋଉ ପ୍ରୋଗ୍ରାମଟି ଆମେ କରୁଛେ, ଏଥିରେ ଏଇଠିକାର ଯିଏ ମୁଖ୍ୟ ମାନେ ପୂଜକ ବା ଦାୟିତ୍ୱରେ ଅଛନ୍ତି, ମା ଭୁଆଶୁଣୀ ପୀଠର ଯାହା ଇତିହାସ ବା କିମ୍ବଦନ୍ତୀ, ଯାହା ତଥ୍ୟ ଅଛି, ମୁଖ୍ୟ ପୁରୋହିତ ଆପଣମାନଙ୍କ ପାଖରେ ଅବତାରଣା କଲେ, ଆପଣମାନେ ସେଥିରୁ ଶୁଣିଲେ, ଜାଣିଲେ। ଏଇ ପୀଠକୁ ତ ଆସିବା ପାଇଁ ସମସ୍ତଙ୍କର ମନ, ସମସ୍ତଙ୍କର ଇଚ୍ଛା, କିନ୍ତୁ କେତେଜଣ ବା ଆସିପାରନ୍ତି। ଆପଣମାନେ ଆପଣଙ୍କ ଘରେ ସେ ଆପଣଙ୍କୁ ସୂଚନା ଦେଲେ, ସେଇଠି ମଧ୍ୟ ଆପଣ ମା ଭୁଆଶୁଣୀଙ୍କୁ ଡାକିପାରିବେ। ମା ଭୁଆଶୁଣୀ ପୀଠର ସ୍ୱତନ୍ତ୍ର ଏଇଆ, ଏଇଠି ମନ୍ତ୍ରତନ୍ତ୍ର ଉପରେ ଏତେଟା ଗୁରୁତ୍ୱ ଦିଆଯାଏ ନାହିଁ। ଆଜ୍ଞା, ମୁଁ ବ୍ୟକ୍ତିଗତ ଭାବରେ ମନ୍ତ୍ରତନ୍ତ୍ରର ଟିକେ ସମାଲୋଚକ। ଏଇଥିପାଇଁ ମୁଁ ରେକର୍ଡିଂ କରିକି ରଖିଛି ବିଭିନ୍ନ ସ୍ଥାନର ବିଭିନ୍ନ ପ୍ରୋଗ୍ରାମର। ସେଗୁଡ଼ିକ ମାନେ ମନ୍ତ୍ର ଗୁଡ଼ିକ ଆପଣ କ'ଣ କହିବେ ଆଜ୍ଞା, ପ୍ରାୟ ସମାନ। ମଣିଷ ମରିଗଲା ପରେ ଯୋଉ ମନ୍ତ୍ର, ଠାକୁରାଣୀଙ୍କ ପାଖରେ ସେଇ ମନ୍ତ୍ର, ଏଇସବୁ ଚାଲିଛି। କିନ୍ତୁ ଏ ସ୍ଥାନର ବିଶେଷତ୍ୱ ଏଇଆ, ଏଠି ମନ୍ତ୍ରତନ୍ତ୍ର ଉପରେ ଗୁରୁତ୍ୱ ଦିଆଯାଏ ନାହିଁ। ସାଧାରଣ ଲୋକ ପାଇଁ କୌଣସି ଅସୁବିଧା ନାହିଁ, ସେ ଆସି ଏଠି ଦର୍ଶନ କରିପାରିବ ମାଙ୍କର। ତାର ଯାହା ମାନସିକ ଥିବ ସେ ପୂରଣ ହେଇପାରିବ। ସେ ତା ଘରେ ରହି ମଧ୍ୟ କରିପାରିବ। ଏଠି ମଧ୍ୟ ମଝିରେ ମଝିରେ ସେ ଆସି ଭୋଜି ଭାତ ହୁଏ, ଅନ୍ନପ୍ରସାଦ ଇତ୍ୟାଦି ବ୍ୟବସ୍ଥା ଅଛି, ତା ମଧ୍ୟ ତାର ସୁଯୋଗ ମଧ୍ୟ ଲାଭ କରିପାର। ମୁଁ ରହୁଛି, ମୁଁ ସତ୍ୟଜିତ, କହୁଛି ତଥ୍ୟ, କହୁଛି ସତ୍ୟ, ଦଉଛି ତଥ୍ୟ। ଧନ୍ୟବାଦ। ଏଇ ଚ୍ୟାନେଲଟିକୁ ଆପଣମାନେ ଯଦି ଭଲ ପାଇବେ, ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ ଦିଅନ୍ତୁ, ସବସ୍କ୍ରାଇବ୍ ମଧ୍ୟ କରିବା ପାଇଁ ମୁଁ ବିନମ୍ର ନିବେଦନ କରୁଛି। ମୁଁ ସତ୍ୟଜିତ।
କହୁଛି ସତ୍ୟ, ଦଉଛି ତଥ୍ୟ। ଧନ୍ୟବାଦ। ଲମ୍ବିଗଲା।